ଆପଣ ହେଉଛନ୍ତି ଯୀଶୁଙ୍କ ଅନୁଗାମୀ, ଆଜ୍ଞା। ତ କେମିତି ତାଙ୍କ ଆରାଧନା କରନ୍ତି, କେମିତି ପ୍ରାର୍ଥନା କରନ୍ତି? ମୁଁ ଯୀଶୁଙ୍କର ଅନୁଗାମୀ ଭାବରେ ହୁଁ, ମୁଁ ଯଦିଓ ଜଣେ ଖ୍ରୀଷ୍ଟିଆନ ପରିବାରରେ ଜନ୍ମ ନେଇଥିଲି, ହୁଁ, ଆଉ ତଥାପି ମୁଁ ଯୀଶୁଖ୍ରୀଷ୍ଟଙ୍କୁ ମୋ ଜୀବନର ପ୍ରଭୁ ଏବଂ ଉଦ୍ଧାରକର୍ତ୍ତା ଭାବେ ଗ୍ରହଣ କରିନଥିଲି। କିନ୍ତୁ ଗୋଟେ ସମୟ ଆସିଲା ଯେତେବେଳେ ମୋର ଯୌବନ ଅବସ୍ଥାରେ ମୁଁ ପ୍ରଭୁ ଖ୍ରୀଷ୍ଟଙ୍କୁ ମୋ ଜୀବନର ପ୍ରଭୁ ଏବଂ ଉଦ୍ଧାରକର୍ତ୍ତା ଭାବେ ଗ୍ରହଣ କଲି। ଆଉ ମୁଁ ଜାଣିପାରିଲି ମୁଁ ଜଣେ ପାପୀ ଅଟେ, ହୁଁ, ମୋ ପାପ ନିମନ୍ତେ ପ୍ରଭୁ ଯୀଶୁ କ୍ରୁଶରେ ହତ ହୋଇଛନ୍ତି। ହୁଁ, ଆଉ ସେଥିପାଇଁ ମୁଁ ପ୍ରଭୁ ଶ୍ରୀଖ୍ରୀଷ୍ଟଙ୍କୁ ମୋ ହୃଦୟ ମଧ୍ୟକୁ ନିମନ୍ତ୍ରଣ କଲି। ହୁଁ, ଆଉ କହିଲି, ପ୍ରଭୁ ତୁମେ ମୋର ପାପ କ୍ଷମା କର, ମୋତେ ତୁମର ସନ୍ତାନ କର। ଯେତେବେଳେ ମୋର ପାପ ମୁଁ ତାଙ୍କ ନିକଟରେ ସ୍ୱୀକାର କଲି, ତାଙ୍କର ଶାନ୍ତି ମୁଁ ଅନୁଭବ କଲି। ଆଉ ତାଙ୍କ ଶାନ୍ତି ଅନୁଭବ କଲା ପରେ ମୁଁ ତାଙ୍କର ବାକ୍ୟ ପାଠ କଲି, ହୁଁ, ତାଙ୍କ ନିକଟରେ ପ୍ରାର୍ଥନା କଲି। ଆଉ ସେ ମୋତେ ଯାହା କୁହନ୍ତି ତା ମୁଁ ଯଦିଓ ସିଦ୍ଧ ସମ୍ପୂର୍ଣ୍ଣ ଭାବରେ ତା କରିପାରୁନାହିଁ, ତଥାପି ମୁଁ ଚେଷ୍ଟା କରୁଛି ତାଙ୍କର ଶକ୍ତିରେ ତାଙ୍କର ବାକ୍ୟକୁ ପାଳନ କରିବା ପାଇଁ।